ହେଲେ ଆଧୁନିକ ଓଡ଼ିଆ ଲିପିର ବିକାଶ ମୂଳରେ ପ୍ରାଚୀନ ଓଡ଼ିଶାରେ ପ୍ରଚଳିତ ବିବିଧ ଲିପିମାଳାର ଅବଦାନ ଆମେ ଦେଖିବାକୁ ପାଇପାରିବା। ହେଲେ ସାଧାରଣ ଭାବରେ ଓଡ଼ିଆ ଲିପିର ଯେଉଁ ବିକାଶ ଧାରା ରହିଛି, ପ୍ରଥମେ ଆମେ ଦେଖିବା ବ୍ରାହ୍ମୀ ଲିପି। ଓକେ, ବ୍ରାହ୍ମୀ ଲିପି, ଏଇ ବ୍ରାହ୍ମୀ ଲିପି କେଉଁଠୁ ମିଳିଛି, କେଉଁ ଶିଳାଲେଖରୁ ଦେଖିବାକୁ ମିଳିଛି? ଜଉଗଡ଼ ଏବଂ ଧଉଳିଗିରିର ଯେଉଁ ଅଶୋକ ଅନୁଶାସନ ରହିଛି, ସେଇଠୁ ଆମେ ବ୍ରାହ୍ମୀ ଲିପିର ସ୍ୱରୂପ ଆମେ ଦେଖିବା ପାଇବା, ଯାହାର ସମୟ ଥିଲା ଖ୍ରୀଷ୍ଟୀୟ ତୃତୀୟ ଶତକ। ତେଣୁ ଖ୍ରୀଷ୍ଟପୂର୍ବ ତୃତୀୟ ଶତକରେ ଅଶୋକ ଅନୁଶାସନରେ ଆମେ ବ୍ରାହ୍ମୀ ଲିପି ଖୋଦିତ ହୋଇଥିବାର ଦେଖିବାକୁ ମିଳେ। ଏହା ସହିତ ଉଦୟଗିରିସ୍ଥ ଯେଉଁ ଖାରବେଳଙ୍କର ହାତୀଗୁମ୍ଫା ଅଭିଲେଖ ମଧ୍ୟ ବ୍ରାହ୍ମୀ ଲିପିରେ ଲେଖାଯାଇଛି ଏବଂ ଏ ହାତୀଗୁମ୍ଫା ଅଭିଲେଖର ସମୟ ହେଉଛି ଖ୍ରୀଷ୍ଟପୂର୍ବ ଏକମ ଶତାବ୍ଦୀ ପ୍ରଥମ ଶତକ। ଓକେ, ତାପରେ ହେଉଛି ବ୍ରାହ୍ମୀ ଲିପି ପରେ କୁଶାଳ ଲିପି। କୁଶାଳ ଲିପି ଯେଉଁଟାକି ଆମେ ଦେଖିବା ପାଇବା ଭଦ୍ରକରେ ଭଦ୍ରକସ୍ଥ ଗଣଙ୍କର ଅଭିଲେଖ ଶିଳାଲେଖରେ ରହିଛି କୁଶାଣ ବ୍ରାହ୍ମୀ ଲିପି, ଯାହାର ସମୟ ହେଉଛି ଖ୍ରୀଷ୍ଟୀୟ ତୃତୀୟ ଶତକ। ଏହାପରେ ହେଉଛି ଗୁପ୍ତ ଲିପି। ଗୁପ୍ତ ଲିପିର ସମୟ ହେଉଛି, ଏହା କେଉଁ ଶାସନରେ ଆମେ ଦେଖିବା? ଗୁପ୍ତ ଲିପି ବିଷୟରେ ଧର୍ମରାଜଙ୍କର ସୁମଣ୍ଡଳ ତାମ୍ରଶାସନ ଖ୍ରୀଷ୍ଟୀୟ 570, ତା ସହିତ ଲୋକ ବିଗ୍ରହଙ୍କର କଣାସ ତାମ୍ରଶାସନ ଖ୍ରୀଷ୍ଟୀୟ 600 ଶତାବ୍ଦୀ ଖ୍ରୀଷ୍ଟପୂର୍ବ 600, ଶିବରାଜଙ୍କର ପଟିଆ କିଲ୍ଲା ତାମ୍ରଶାସନ ଖ୍ରୀଷ୍ଟୀୟ 602। ଏହା ସହିତ ମାଧବବର୍ମାଙ୍କର ଗଞ୍ଜାମ ତାମ୍ରଶାସନରେ ମଧ୍ୟ ଆମେ ଏଇ ଗୁପ୍ତ ଲିପିରେ ଏଇ ତାମ୍ର ଲେଖା ଗୁଡ଼ିକ ଲେଖା ଯାଇଅଛି। ତାପରେ ହେଉଛି ପେଟିକାଶିର ବା ଶଙ୍କୁଶିର ଲିପି ରହିଛି। ତାପରେ କୁଟିଳ ଲିପି। କୁଟିଳ ଲିପିରେ ଆମେ ବ୍ୟବହାର ଦେଖିବା ଗଙ୍ଗବଂଶ, ଭୌମକର ବଂଶ ଏବଂ ସୋମବଂଶୀ ମାନଙ୍କର ଅଭିଲେଖ ଗୁଡ଼ିକରେ ଆମେ କୁଟିଳ ଲିପିର ବ୍ୟବହାର ଦେଖିବାକୁ ପାଇବା। ମାନେ ଓଡ଼ିଶାର ଯେଉଁ ଗଙ୍ଗବଂଶ ରାଜତ୍ୱ କରିଥିଲେ, ଭୌମକର ବଂଶ ଏବଂ ସୋମବଂଶୀ ମାନେ ରାଜତ୍ୱ କରିଥିଲେ, ସେମାନଙ୍କର ଯେଉଁ ଅଭିଲେଖ ଗୁଡ଼ିକ ଖୋଦାୟତ କରୁଥିଲେ, ସେଗୁଡ଼ିକରେ ଆମେ କୁଟିଳ ଲିପି ଦେଖିବାକୁ ପାଇବା ଏବଂ ଏହାର ସମୟ ହେଉଛି ଖ୍ରୀଷ୍ଟପୂର୍ବ 7ମରୁ 1100 ଶତକ ମଧ୍ୟରେ। ତାପରେ ହେଉଛି ଦକ୍ଷିଣ ନାଗରୀ ଲିପି। ଦକ୍ଷିଣ ନାଗରୀ ଲିପି ଯେଉଁଟାକି ବୁଲ୍ହନର ଏଇଟାକୁ ବାହାର କରିଥିଲେ, ତେଣୁ ଏଇଟାକୁ ଆମେ କଳିଙ୍ଗ ସ୍କ୍ରିପ୍ଟ ସହ ତୁଳନୀୟ ଅଟେ। ତେଣୁ ଆମ ଯେଉଁ ରହିଛି ପୁରଜାମ ଅଭିଲେଖ, ଯେଉଁଟା ଖ୍ରୀଷ୍ଟୀୟ 1051 ଯେଉଁଟା ଆମେ କହୁଛନ୍ତି, ଏବଂ ଓକେ, ଯେଉଁଟାକି ଆମେ ଦେଖିବାକୁ ପାଇପାରିବା ପୁରଜାମ ଅଭିଲେଖରେ। ଓକେ, ତାପରେ ହେଉଛି ଗ୍ରନ୍ଥା ତାମିଲି, ଯେଉଁଟାକି ଭୁବନେଶ୍ୱରର ଯେଉଁ ଦ୍ୱୈଭାଷିକ ଶିଳାଲେଖ ରହିଛି ସେଠି ଦେଖିବା ପାଇବା, କାରଣ ଏଠାରେ ଓଡ଼ିଆ ଆଉ ତାମିଲ ଲିପିର ଦେଖିବା ପାଇବା। ଦ୍ୱୈଭାଷିକ ଶିଳାଲେଖରେ ଦୁଇଟି ଭାଷା ରହିଛି, ଓଡ଼ିଆ ଆଉ ତାମିଲ। ଓକେ, ଯେଉଁଠିରେ ଆମେ ଏଇ ଲିପି ଲେଖାଯାଉଛି ଖ୍ରୀଷ୍ଟପୂର୍ବ 1261। ଓକେ, ତାପରେ ହେଉଛି ନାଗରୀ ଲିପି। ନାଗରୀ ଲିପି ହେଉଛି ଏଇଟା ଯେଉଁ ଅଭିଲେଖ ଗୁଡ଼ିକ ଆମେ ଦେଖିବା ପାଇବା। ନାଗରୀ ଲିପିରେ କେଉଁ ଅଭିଲେଖଟି ଲେଖାଯାଇଛି? ଶ୍ରୀ କୁର୍ମେଶ୍ୱର ଅଭିଲେଖ, ଯାହାର ସମୟ ହେଉଛି 1403। ଓକେ, ତାହେଲେ ଏଇସବୁ ଗୁଡ଼ିକ ଆମର ଯେଉଁ ଲିପି ଗୁଡ଼ିକ ଦେଖିବା ପାଇବା ବିଭିନ୍ନ ରାଜବଂଶ ବା ଅଭିଲେଖ ତାମ୍ରଶାସନ ଗୁଡ଼ିକରେ ଲିପି ଗୁଡ଼ିକ ଖୋଦାୟିତ କରାଯାଇଛି। ତେଣୁ ଭାରତର ଅକ୍ଷରମାନଙ୍କର କ୍ରମ ବିକାଶ ବା ଲିପି ଗୁଡ଼ିକର କ୍ରମ ବିକାଶ। ପ୍ରଥମେ ଆମେ ଦେଖିବା ଭାରତରେ ବ୍ରାହ୍ମୀ ଲିପି ରହିଛି। এই ବ୍ରାହ୍ମୀ ଲିପିର ସମୟ ହେଉଛି ଖ୍ରୀଷ୍ଟପୂର୍ବ 300। ଓକେ, ଏବଂ ଏହା କେଉଁ ଅକ୍ଷରରେ? ବ୍ରାହ୍ମୀ ଲିପି ହେଉଛି ଅଶୋକଙ୍କର ସମୟରେ, ଯାହାର ସମୟ ହେଉଛି 300। ଏବଂ ଏହି ବ୍ରାହ୍ମୀ ଲିପି ଖାରବେଳଙ୍କର ଓ କୁଶାଣ ଲିପି ମଧ୍ୟ ସଂଯୋଗ ଥିବାର ଦେଖିବା ପାଇବା ବ୍ରାହ୍ମୀ ଲିପିରେ। ଏବଂ ବ୍ରାହ୍ମୀ ଲିପିକୁ କେତେ ଭାଗରେ ବିଭକ୍ତ କରାଯାଇଛି? ପରବର୍ତ୍ତୀ ବ୍ରାହ୍ମୀ ଲିପିରେ ବିଭକ୍ତ କରାଯାଇଛି, ବ୍ରାହ୍ମୀ ଲିପି ଆଉ ପରବର୍ତ୍ତୀ ବ୍ରାହ୍ମୀ ଲିପି। ଏବଂ ଏହି ପରବର୍ତ୍ତୀ ବ୍ରାହ୍ମୀ ଲିପି ଖାରବେଳ ଓ କୁଶାଣ ଲିପିର ସହିତ ସଂଯୋଗ କରାଯାଇଛି। ଏବଂ ଏହି ପରବର୍ତ୍ତୀ ବ୍ରାହ୍ମୀ ଲିପିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଗୋଟେ ହେଲା ଉତ୍ତର ପଥ ଲିପି, ଗୋଟେ ହେଉଛି ଦାକ୍ଷିଣାତ୍ୟ ଲିପି। ଉତ୍ତର ପଥ ଲିପିକୁ କ'ଣ କୁହାଯାଏ? ଗୁପ୍ତ ଲିପି କୁହାଯାଏ। ଏବଂ ଏଇ ଉତ୍ତର ପଥ ଲିପି ଯେଉଁଟା ଗୁପ୍ତ ଲିପି, ଏହାର ସମୟ ହେଉଛି 300ରୁ 600 ଖ୍ରୀଷ୍ଟପୂର୍ବ 300ରୁ 600। ଏବଂ ତାପରେ ହେଉଛି କୁଟିଳ ଲିପି। କୁଟିଳ ଲିପିର ସମୟ ହେଉଛି ଖ୍ରୀଷ୍ଟପୂର୍ବ 600ରୁ 900। ଏବଂ ଏହି କୁଟିଳ ଲିପିକୁ କେତେ ଭାଗରେ ବିଭକ୍ତ କରାଯାଇଛି? ନାଗରୀ ଲିପି, ଶାରଦା ଲିପି,
ମୈଥଳି, ବଙ୍ଗଳା ଏବଂ ଓଡ଼ିଆ। ଆମର ଯେଉଁ ଓଡ଼ିଆ ଲିପି ରହିଛି ଏଇ କୁଟିଳ ଲିପିରୁ ଆରମ୍ଭ ହୋଇଛି, ସୃଷ୍ଟି ହୋଇଛି ଏବଂ ଏହା ଯେଉଁ ବ୍ରାହ୍ମୀ ଲିପିର ଯେଉଁ ଉତ୍ତରାପଥ, ପରବର୍ତ୍ତୀ ବ୍ରାହ୍ମୀ ଲିପିର ଯେଉଁ ଉତ୍ତରାପଥ ଲିପି ହେଉଛି ଓଡ଼ିଆ ଲିପି ହେଇଛି। ତାପରେ ଆମେ ଦେଖିବା ଦକ୍ଷିଣ ପଥ ଲିପି। ଏଇ ଯେଉଁ ଦାକ୍ଷିଣାତ୍ୟ ଲିପିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଗୋଟେ ହେଲା ଉତ୍ତରାର୍ଦ୍ଧ, ଗୋଟେ ହେଲା ଦକ୍ଷିଣାର୍ଦ୍ଧ। ଉତ୍ତରାର୍ଦ୍ଧର ସମୟ ହେଉଛି ଖ୍ରୀଷ୍ଟୀୟ 500ରୁ 600 ମଧ୍ୟରେ ଏବଂ ଦାକ୍ଷିଣାର୍ଦ୍ଧର ସମୟ ହେଉଛି ଖ୍ରୀଷ୍ଟପୂର୍ବ 500ରୁ 900 ମଧ୍ୟରେ। ଯେଉଁ ଉତ୍ତରାର୍ଦ୍ଧର ଯେଉଁ ଲିପି ଗୁଡ଼ିକ ଆସିବ ସେଠି ଆମେ ଦେଖିବା ଉତ୍ତରାର୍ଦ୍ଧରେ ପେଟିକ ଶିରଲିପି। এই ପେଟିକ ଶିରଲିପିରେ ଏଠିରେ କଳିଙ୍ଗ ଓ ଦକ୍ଷିଣ ଓ କୋଶଳ এই ଅଞ୍ଚଳରେ ଏଇ ଲିପି ଗୁଡ଼ିକ ବ୍ୟବହାର ହୁଏ ଏବଂ ଏହାର ସମୟ ହେଉଛି 600ରୁ 700 ଖ୍ରୀଷ୍ଟପୂର୍ବ। ଏବଂ ଏ ପେଟିକ ଶିରଲିପି ବା ଦକ୍ଷିଣ କଳିଙ୍ଗ କୋଶଳ ଲିପିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଗୋଟେ ହେଲା କଳିଙ୍ଗ ଲିପି, ଗୋଟେ ହେଲା ତୋଷଳି ଲିପି। ଓକେ, ଗୋଟେ କଳିଙ୍ଗ ଲିପି, ଗୋଟେ ତୋଷଳି ଲିପି। এই କଳିଙ୍ଗ ଲିପିର ସମୟ ହେଉଛି କେବେ? ଖ୍ରୀଷ୍ଟପୂର୍ବ 700ରୁ 900 ଏବଂ ତୋଷଳି ଲିପିର ସମୟ ହେଉଛି ଖ୍ରୀଷ୍ଟପୂର୍ବ 700ରୁ 900 ମଧ୍ୟରେ। ଏହାପରେ ଆମେ ଦେଖିବା ଏଇ ଯେଉଁ ଦାକ୍ଷିଣାତ୍ୟ ଲିପିର ଆଉ ଗୋଟେ ବିଭାଗ ରହିଛି, ଉତ୍ତରାର୍ଦ୍ଧ ଦାକ୍ଷିଣାତ୍ୟ। ଉତ୍ତରାର୍ଦ୍ଧରେ ଆମେ ଦେଖିବା ପାଇଲା ତୋଷଳି ଏବଂ କଳିଙ୍ଗ ଲିପି ରହିଲା। ତାପରେ ହେଉଛି ଦାକ୍ଷିଣାତ୍ୟ ଲିପି। ଦାକ୍ଷିଣାତ୍ୟର ଲିପିର ସମୟ ହେଉଛି ଖ୍ରୀଷ୍ଟପୂର୍ବ 500ରୁ 900 ମଧ୍ୟରେ। ଏହାକୁ କେତେ ଭାଗରେ ବିଭକ୍ତ କରାଯାଇଛି? ତା ଦାକ୍ଷିଣାତ୍ୟ ଲିପିକୁ ତେଲୁଗୁ, ଗ୍ରନ୍ଥ, ତାମିଲି, ବକ୍ତ, ତାହେଲେ ଏଇଭଳି ଭାବରେ ଏ ଲିପି ଗୁଡ଼ିକ ବିଭକ୍ତ କରାଯାଇଅଛି। ଓକେ, ତାପରେ ଦେଖିବା ଭାରତର ଲିପି ସାରଣୀ। ଭାରତର ଲିପିକୁ ଆମେ ଦୁଇ ଭାଗରେ ବିଭକ୍ତ କରିବା, ଗୋଟେ ହେଲା ବ୍ରାହ୍ମୀ ଲିପି, ଗୋଟେ ହେଉଛି ଖରଷ୍ଟି ଲିପି। ହେଲା, ବ୍ରାହ୍ମୀ ଲିପିର ସମୟ ହେଉଛି ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀ ଏବଂ এই ବ୍ରାହ୍ମୀ ଲିପିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଗୋଟେ ହେଲା ଉତ୍ତର ବ୍ରାହ୍ମୀ ଲିପି, ଗୋଟେ ହେଲା ଦକ୍ଷିଣ ବ୍ରାହ୍ମୀ ଲିପି। ଓକେ, ତାହେଲେ ଉତ୍ତର ବ୍ରାହ୍ମୀ ଲିପି ହେଉଛି ଗୁପ୍ତ ଲିପି, ନାଗରୀ ଲିପି ଏବଂ ଶାରଦା ଲିପି। ଗୁପ୍ତ ଲିପିର ସମୟ ହେଉଛି 4ରୁ 5ମ ଶତକ ଏବଂ ନାଗରୀ ଲିପିର ସମୟ ହେଉଛି 7ମ ଶତାବ୍ଦୀ। ଶାରଦା ଲିପିର ସମୟ ହେଉଛି 10ମ ଶତାବ୍ଦୀ। এই ଯେଉଁ ଗୁପ୍ତ ଲିପିରୁ କ'ଣ ସୃଷ୍ଟି ହୋଇଛି? କୁଟିଳ ଲିପି ସୃଷ୍ଟି ହୋଇଛି ଏବଂ এই ଗୁପ୍ତ ଲିପିରୁ କୁଟିଳ ଲିପିର ସମୟ ହେଉଛି 6ରୁ 9ମ ଶତାବ୍ଦୀ ମଧ୍ୟରେ ଏବଂ এই କୁଟିଳ ଲିପିରୁ ସୃଷ୍ଟି ହୋଇଛି କେଶରୀ ଲିପି। କେଶରୀ ଲିପିରୁ ଆସାମିଆ, ବଙ୍ଗଳା ଏବଂ ମୈଥଳି ଏ ତିନି ଗୋଟି ଲିପି ସୃଷ୍ଟି ହୋଇଛି। ଆସାମିଆ ଲିପି, ବଙ୍ଗଳା ଲିପି ଏବଂ ମୈଥଳି ଲିପି ସୃଷ୍ଟି ହୋଇଛି କେଶରୀ ଲିପିରୁ। ତାପରେ ହେଉଛି ଆମର ଯେଉଁ ରହିଛି ଦକ୍ଷିଣ ବ୍ରାହ୍ମୀ ଲିପି। ଉତ୍ତର ବ୍ରାହ୍ମୀ ଲିପିରେ ଆମେ ରହିଛି ଆସାମିଆ, ବଙ୍ଗଳା, ମୈଥଳି ଲିପିରୁ ଗୁଡ଼ିକ ସୃଷ୍ଟି ହେଲା। ତାପରେ ରହିଛି ଯେଉଁ ବ୍ରାହ୍ମୀ ଲିପିର ଦୁଇ ଭାଗ ଥିଲା, ଉତ୍ତର ବ୍ରାହ୍ମୀ, ଦକ୍ଷିଣ ବ୍ରାହ୍ମୀ। ଦକ୍ଷିଣ ବ୍ରାହ୍ମୀରୁ ସୃଷ୍ଟି ହୋଇଛି କ'ଣ? କଳିଙ୍ଗ ଲିପି ଆଉ ଦ୍ରାବିଡ଼ ଲିପି। କଳିଙ୍ଗ ଲିପିର ସମୟ ହେଉଛି 9ମ ଶତାବ୍ଦୀରୁ 11ଶ ଶତାବ୍ଦୀ, ଏକାଦଶ ଶତାବ୍ଦୀ ମଧ୍ୟରେ। ତେଣୁ ଏଇ ଯେଉଁ କଳିଙ୍ଗ ଲିପିରୁ ସୃଷ୍ଟି ହେଲା କ'ଣ? ପ୍ରାଚୀନ ଉତ୍କଳ ଲିପି ଏବଂ ଏହାର ସମୟ ହେଉଛି 11ରୁ 14ଶ ଶତାବ୍ଦୀ, ଯେଉଁଟାରେ ଆମେ ସାରଳା ଦାସଙ୍କର ମହାଭାରତ ରଚନା କରାଯାଉଛି এই ସମୟରେ 1415 ଶତାବ୍ଦୀ ବେଳକୁ ହେଲା। ଏବଂ এটা ସମୟ ହେଉଛି ଓଡ଼ିଆ ଲିପି, ଏଇଟା ଏବଂ ସୃଷ୍ଟି ହେଉଛି କ'ଣ? ଓଡ଼ିଆ ଲିପି ସୃଷ୍ଟି ହେଉଛି ପ୍ରାଚୀନ ଉତ୍କଳ ଲିପି, ଯେଉଁଟା କଳିଙ୍ଗ ଲିପିରୁ ସୃଷ୍ଟି ହେଉଛି ପ୍ରାଚୀନ ଓଡ଼ିଆ ଲିପି ଏବଂ ଓଡ଼ିଆ ଲିପି ସୃଷ୍ଟି ହେଉଛି। ଦ୍ରାବିଡ଼ ଲିପିର ସମୟ ହେଉଛି 9ମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ଏବଂ 12ଶ ଶତାବ୍ଦୀ ମଧ୍ୟରେ। ଏବଂ ଏଠିରେ ଦ୍ରାବିଡ଼ ଅଞ୍ଚଳ କେଉଁଟା କହୁଛନ୍ତି? ଆମେ ଯେଉଁ ରହିଛି ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ମାଲାୟାଲମ ଏଇଗୁଡ଼ିକ ହେଉଛି ଦ୍ରାବିଡ଼ ଅଞ୍ଚଳ। ତେଣୁ ଏଇ ଯେଉଁ ଦ୍ରାବିଡ଼ ଲିପି ଯେଉଁ 9ମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଏଠିରେ ତାମିଲି ରହିବ, ତେଲଙ୍ଗୀ ରହିବ ବା ତେଲୁଗୁ ଯେଉଁଟା ଆମେ କହୁଛନ୍ତି ତେଲଙ୍ଗୀ ବା କର୍ଣ୍ଣାଟକ। ତେଣୁ ଏଇ ତିନି ଗୋଟି ଲିପି ଆମେ ଦେଖିବାକୁ ପାଇପାରିବା। ଠିକ୍ ଅଛି, ଏଇଟା ହେଉଛି ତୁମର ସାରଣ। ଏଇଟା ଭଲସେ ମନେ ରଖିବ ଓଡ଼ିଆ ଲିପିର କ୍ରମ ବିକାଶ। ତେଣୁ ଐତିହାସିକ ବିବର୍ତ୍ତନ ଧାରା କିପରି ଭାବରେ ଏହାର ବିବର୍ତ୍ତନ ଧାରା ହୋଇଛି ତାକୁ ଆମେ ଡିଟେଲ୍ସ ଆଲୋଚନା କରିବା। ତେଣୁ ଓଡ଼ିଆ ଲିପି ଅନ୍ୟ ସହୋଦର ଲିପିମାନଙ୍କ ପରି ପ୍ରାଚୀନ ଭାରତର ବ୍ରାହ୍ମୀ ଲିପିରୁ ବିବର୍ତ୍ତିତ ହୋଇ ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀ ଠାରୁ ଆରମ୍ଭ କରି 14ଶ ଶତାବ୍ଦୀ ପର୍ଯ୍ୟନ୍ତ କେତେ ଗୋଟି ସ୍ତର ଦେଇ ଗତି କରିଆସିଛି। ତେଣୁ ଶେଷ ଶତାବ୍ଦୀରେ ଏହା ପ୍ରାୟ ଗୋଲାକାର ଲିପିରେ ପରିଣତ ହୋଇଛି। କାରଣ ବ୍ରାହ୍ମୀ ଲିପି ଆସ୍ତେ ଆସ୍ତେ ପରିବର୍ତ୍ତନ ହୋଇ ଓଡ଼ିଆ ଲିପି ହେଇଛି। ଓଡ଼ିଆ ଲିପି କ'ଣ? ଗୋଲାକାର ଲିପି ଅଟେ। ତେଣୁ ଗୋଲାକାର ଲିପିରେ ଏହା ପରିଣତ ହୋଇଛି, ଯାହାକି ସେ ସମୟରେ ଭାରତର ବିଭିନ୍ନ ଅଞ୍ଚଳମାନଙ୍କରୁ ପ୍ରାପ୍ତ ଅନେକ ଶିଳାଲେଖ ତଥା ତାମ୍ରଲେଖରୁ ଆମେ ଏହାର ସ୍ୱରୂପ ଦେଖିବା ପାଇବା। ଯେଉଁଭଳି ଭାବରେ ଆମେ ଲିପି ଗୁଡ଼ିକ ଆମେ ଆଲୋଚନା କଲେ ସେଗୁଡ଼ିକର ସ୍ୱରୂପ ମଧ୍ୟ ଦେଖିବାକୁ ମିଳେ। ତେଣୁ ଏହି ଖୋଦିତ ହୋଇଥିବା ଲେଖାବଳୀର ଲିପି ଗୁଡ଼ିକ
କେତେକ ସ୍ତର ବା ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇଛି। ଦେଖିବା ଟିକେ ଯେମିତି ରହିଛି ବ୍ରାହ୍ମୀ ଲିପି। ବ୍ରାହ୍ମୀ ଲିପି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ ପର୍ଯ୍ୟନ୍ତ ଖ୍ରୀଷ୍ଟପୂର୍ବରୁ ଖ୍ରୀଷ୍ଟୀୟ ସମୟରେ ଏହି ବ୍ରାହ୍ମୀ ଲିପି ଓଡ଼ିଶାରେ ପ୍ରଚଳନ ହୋଇଥିଲା। ତେଣୁ ଏଥିରେ ଆମେ ଦେଖିବା ପାଇବା ଯେଉଁ ରହିଛି ଜଉଗଡ଼ ଶିଳାଲେଖ, ଧଉଳିଗିରିର ଧଉଳିଗିରିସ୍ଥ ଅଶୋକ ଅନୁଶାସନ, ଉଦୟଗିରିସ୍ଥ ଖାରବେଳ ହାତୀଗୁମ୍ଫା ଅଭିଲେଖ, ଏଗୁଡ଼ିକରେ ଆମେ ବ୍ରାହ୍ମୀ ଲିପିର ସ୍ୱରୂପ ଦେଖିବାକୁ ପାଇପାରିବା। ଗୁପ୍ତଲିପି। ଗୁପ୍ତଲିପି ହେଉଛି ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରୁ ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ ରହିଛି। ଏଠିରେ ତମର ଯେଉଁ ରହିଛି ଧର୍ମରାଜଙ୍କର ସୁମଣ୍ଡଳ ତାମ୍ରଶାସନ ଖ୍ରୀଷ୍ଟପୂର୍ବ 570, ଲୋକ ବିଗ୍ରହଙ୍କର କଣାସ ତାମ୍ରଶାସନ ଖ୍ରୀଷ୍ଟପୂର୍ବ 600 ଶତାବ୍ଦୀ, ଶିବରାଜଙ୍କର ପଟିଆ ତାମ୍ରଶାସନ ଖ୍ରୀଷ୍ଟପୂର୍ବ 602, ତା ସହିତ ମାଧବର୍ମଙ୍କର ଗଞ୍ଜାମ ତାମ୍ରଶାସନ ଖ୍ରୀଷ୍ଟପୂର୍ବ 620। ତାପରେ ସୂକ୍ଷ୍ମକୋଣି ଲିପି। ସୂକ୍ଷ୍ମକୋଣି ଲିପି କ'ଣ କହିବା? ସୂକ୍ଷ୍ମକୋଣି ଲିପି ବା ଆକୁ ଆମେ କହିବା କୁଟିଳ ଲିପି। ଖ୍ରୀଷ୍ଟପୂର୍ବ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରୁ 1100 ଶତାବ୍ଦୀ ପର୍ଯ୍ୟନ୍ତ ଯେଉଁ ଲିପି ବ୍ୟବହୃତ ହୋଇଛି ତାକୁ ଆମେ କହିବା ସୂକ୍ଷ୍ମକୋଣି ଲିପି ବା କୁଟିଳ ଲିପି। ତେଣୁ ଗଙ୍ଗବଂଶ, ଭୌମକର ବଂଶ ଓ ସୋମବଂଶୀ ମାନଙ୍କର ଯେଉଁ ଅଭିଲେଖ ଗୁଡ଼ିକ ଖୋଦାଇତ ହୋଇଛି ସେଗୁଡ଼ିକ ଏହି ଲିପିରେ ଲେଖାଯାଇଛି। ତାପରେ ହେଉଛି ମାଗଧୀ ଲିପି। ମାଗଧୀ ଲିପିର ସମୟ ହେଉଛି 1100 ଶତାବ୍ଦୀରୁ 1400 ଶତାବ୍ଦୀ ମଧ୍ୟରେ। ତାପରେ ହେଉଛି ପ୍ରାଚୀନ ଓଡ଼ିଆ ଲିପି। ପ୍ରାଚୀନ ଓଡ଼ିଆ ଲିପିର ସମୟ ହେଉଛି 1400ରୁ 1600 ଶତାବ୍ଦୀର ଶେଷ ପର୍ଯ୍ୟନ୍ତ, ଯେଉଁଟା ଆମେ ପ୍ରାଚୀନ ଓଡ଼ିଆ ଲିପିରେ ଶାରଳା ଦାସ ହେଉଛନ୍ତି ପଞ୍ଚସଖା ସମୟରେ ଆମେ ଦେଖିବାକୁ ପାଇପାରିବା ଏହି ସମୟରେ। ତାପରେ ହେଉଛି ଆଧୁନିକ ଓଡ଼ିଆ ଲିପି। ଆଧୁନିକ ଓଡ଼ିଆ ଲିପିର ସମୟ ହେଉଛି ଖ୍ରୀଷ୍ଟପୂର୍ବ ଖ୍ରୀଷ୍ଟୀୟ 1600 ଶତାବ୍ଦୀ ଠାରୁ ଅଦ୍ୟାବଧି ବା ପଞ୍ଚସଖା ଯୁଗ, ରୀତି ଯୁଗ, ଭଞ୍ଜ ଯୁଗ, ତାପରେ ରାଧାନାଥ ଯୁଗ, ତାପରେ ଅତ୍ୟାଧୁନିକ ଯୁଗ, ଏହି ସମୟରେ ଯେଉଁ ଲିପି ଲେଖା ହେଉଛି ସେଟା ହେଉଛି ଆଧୁନିକ ଓଡ଼ିଆ ଲିପି ବୋଲି ଆମେ କହିପାରିବା। ତେଣୁ ସପ୍ତମ ଶତାବ୍ଦୀ ଠାରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ଲିପି ପ୍ରୟୋଗ ଦିଗରେ ନାନାବିଧ ପରୀକ୍ଷା କରାଯାଇଥିଲା। ତେଣୁ ଅନନ୍ତ ବର୍ମ ଦେବଙ୍କର ଯେଉଁ ମାଣ୍ଡାସା ତାମ୍ରଶାସନ ଖ୍ରୀଷ୍ଟୀୟ 999, ଏଥିରେ ସର୍ବମୋଟ 738 ଗୋଟି ଅକ୍ଷର ରହିଛି ଏବଂ ଏଠିରେ 199ଟି ଦକ୍ଷିଣ ନାଗରୀ ଲିପି ରହିଛି ଏବଂ 69ଟି ତେଲୁଗୁ, 101ଟି ତାମିଲ ଲିପି ରହିଛି ଏବଂ 157ଟି ଓଡ଼ିଆ ଅକ୍ଷର ରହିଛି। ତେଣୁ ଅବଶିଷ୍ଟ କଳିଙ୍ଗ ଲିପି ସଦୃଶ ଦେଖିବାକୁ ମିଳିଛି। ତେଣୁ ଧ୍ୱନିତାତ୍ତ୍ୱିକ ଦୃଷ୍ଟିକୋଣରୁ ଆମେ ଦେଖିବାକୁ ମିଳେ କି ଏହି ଲିପି ଗୁଡ଼ିକରେ ଲ ଆଉ ଳ, ଜ, ୟ, ବ, ଅବର୍ଗ ବ ମଧ୍ୟରେ ଭେଦ ରୂପ ଦେଖାଇବା ପାଇଁ ଶୀର୍ଷ ମୁଣ୍ଡଳ ବା କୁଣ୍ଡଳୀ ରେଖା ବିନ୍ୟାସ କରାଯାଇଥାଏ। ସୌନ୍ଦର୍ଯ୍ୟ ବୁଦ୍ଧି ଓ ଧ୍ୱନିଗତ ସ୍ୱତନ୍ତ୍ର ପ୍ରକାଶ ପାଇଁ ପୁଚ୍ଛ ସଂଯୋଜନ କରି ପ୍ରଚଳନ ହୋଇଥିବାର ଦେଖିବାକୁ ମିଳେ। ତେଣୁ ଏଥିରୁ ଅନୁମେୟ ହୁଏ ଯେ ତୋଷଳୀ ଭୌମକର ବଂଶୀୟ ରାଜାମାନେ ପ୍ରଥମେ ପୁଚ୍ଛର ବ୍ୟବହାର ପ୍ରୟୋଗ କରିଥିଲେ ଅକ୍ଷରରେ ଏବଂ କୋଶଳ କୂଳର ସୋମବଂଶୀ ରାଜାମାନେ କୁଟିଳାକ୍ଷର ବହୁଳ ପ୍ରଚଳନ କରିଥିଲେ ଏବଂ ପରବର୍ତ୍ତୀ କାଳରେ ଏହି ପୁଚ୍ଛ କୁଟିଳ ରେଖା ବ୍ୟାପକ ଉଦ୍ଦେଶ୍ୟରେ ଓଡ଼ିଆ ଲିପିରେ ସଂରକ୍ଷଣ ହୋଇଥିଲା, ଯେଉଁଟା ଆମେ ଦେଖିବାକୁ ପାଇପାରିବା। ଠିକ ଅଛି।